ଗ୍ରାମ୍ୟ ଜଳ ଯୋଗାଣ ସମବାୟର ଏକ ଦିବସୀୟ ସମ୍ମିଳନୀ। ଆଗକୁ ଆସୁଛି ଗ୍ରୀଷ୍ମ ଋତୁ। ଗ୍ରୀଷ୍ମ ଋତୁରେ ଦେଖାଦେଇଥାଏ ଜଳ ସମସ୍ୟାର ଏକ ଦୟନୀୟ ପରିସ୍ଥିତି। କେଉଁଠାରେ ଦୂଷିତ ପାଣି ବ୍ୟବହାର କରି ବିଭିନ୍ନ ରୋଗରେ ପଡ଼ୁଥିବା ବେଳେ କେଉଁଠି ପୁଣି ନାଳ ପାଣି ଟୋପାଏ ପିଇବା ପାଇଁ ମଧ୍ୟ 4-5 କିଲୋମିଟର ଯିବାକୁ ପଡ଼ିଥାଏ। ଖରାଦିନ ଆସିଲେ ଉତ୍କଟ ପାଣି ସମସ୍ୟା ଗ୍ରାସ କରି ଅତି ଦୁଃଖର ପରିବେଶ ସୃଷ୍ଟି କରିଥାଏ। ସେହି ପାଣି ସମସ୍ୟାକୁ ଦୂର କରିବା ପାଇଁ ସରକାର ପିଇବା ପାଣି ଯୋଗାଇବାର ଅନେକ ପ୍ରକଳ୍ପ କରିଥିଲେ ମଧ୍ୟ ପାନୀୟ ଜଳ ଅଭାବରେ ଲୋକ ନାହିଁ ନଥିବା ଅସୁବିଧା ଭୋଗ କରିଥାନ୍ତି। ସେହି ପାନୀୟ ଜଳ ସମସ୍ୟାକୁ ଦୂର କରିବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ସମବାୟ ଦ୍ୱାରା ମୁଖ୍ୟ ସମସ୍ୟାକୁ ସମାଧାନ କରିବା ପାଇଁ ବିଭିନ୍ନ ସ୍ଥାନରେ ସମ୍ମିଳନୀ କରିବାର ଦୃଷ୍ଟିକୁ ଆସିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ସଭାଗୃହଠାରେ ଗ୍ରାମ୍ୟ ଜଳ ଯୋଗାଣ ସମବାୟ ଦ୍ୱାରା ମୁଖ୍ୟ ସମସ୍ୟାର ସମାଧାନ ପାଇଁ ଏକ ଦିବସୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଖଡ଼ିଆଳ ବ୍ଲକର 26 ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ, କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଗ୍ରାମ୍ୟ ଜଳ ଯୋଗାଣ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ ପଞ୍ଚାୟତ ସମିତିର ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ପାନୀୟ ଜଳ ସମସ୍ୟା ଉପରେ ଗୁରୁତ୍ୱ ଦେଇଥିଲେ। ଖରାପ ହୋଇଥିବା ନଳକୂପକୁ ମରାମତି କରି କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ ସମସ୍ତ ସରପଞ୍ଚ ଏବଂ ନିର୍ବାହୀ ଅଧିକାରୀଙ୍କୁ ଆହ୍ୱାନ କରିଥିଲେ ଯେ ପ୍ରତ୍ୟେକ ନାଗରିକଙ୍କୁ ଜଳ ଯୋଗାଣ ପାଇଁ ନିଜ ଦାୟିତ୍ୱବୋଧ ମନେ କରିବେ। ସଭାରେ ଜିଲ୍ଲା ମୁଖ୍ୟ ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା, ମାଲ୍ୟବନ୍ତ ସୁନା, ତନୟା ଶବର ପ୍ରମୁଖ ଯୋଗ ଦେଇଥିଲେ। ଆସନ୍ତା ଗ୍ରୀଷ୍ମ ଋତୁକୁ ଆଖି ଆଗରେ ରଖି ଯେମିତି କେହି ପାଣି ସମସ୍ୟାରେ ସମ୍ମୁଖୀନ ନ ହେବେ ସେଥିପାଇଁ ଏହି ଏକ ଦିବସୀୟ ସମ୍ମିଳନୀ ଆୟୋଜନ କରାଯାଇଥିଲା। ବ୍ଲକ ଏ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଏକ ଗୁରୁଦାୟିତ୍ୱ ବହନ କରି ପାଣିର ସମସ୍ୟାକୁ ସୁଧାର ଆଣିବା ଚେଷ୍ଟା ଜାରି ରଖିଲେ ଗ୍ରୀଷ୍ମ ଋତୁରେ ପାଣି ସମସ୍ୟା ଦେଖାଯିବ ନାହିଁ ବୋଲି କୁହାଯାଇଛି। ଅଚଳ ହୋଇ ପଡ଼ିଥିବା ନଳକୂପକୁ ପୁନରୁଦ୍ଧାର କରି ଆବଶ୍ୟକ ସ୍ଥଳେ ନୂତନ କୂପ ଖୋଳାଯାଇ ପାରିବ ବୋଲି ସମ୍ମିଳନୀରେ ସିଦ୍ଧାନ୍ତ ନିଆଯାଇଥିଲା। ସମସ୍ତେ ଏଥିପ୍ରତି ଦୃଷ୍ଟି ଦେଲେ ଆଗାମୀ ଦିନରେ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବୋଲି କହିଥିଲେ। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, এবি ନ୍ୟୁଜ୍।